ରାଜ୍ୟରେ ଥରହର କରୁଛି ଶୀତ ପ୍ରକୋପ। ଥଣ୍ଡାର ଜାଡ଼ରେ ଥରୁଛି ଓଡ଼ିଶାର ପ୍ରାୟତଃ ଅଧିକାଂଶ ଜିଲ୍ଲା। ତେବେ ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। କେବଳ ଓଡ଼ିଶା ନୁହେଁ, ଦେଶରେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବର୍ଷା ହେବା ନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ମାଡ଼ି ଆସୁଛି ବଡ଼ ବର୍ଷା। ଆଗାମୀ 5 ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞମାନେ। ବର୍ଷା କାରଣରୁ ଶୀତ ମଧ୍ୟ ଅଧିକ ବଢ଼ିବ ବୋଲି କୁହାଯାଇଛି। ଏପରିକି କିଛି ସ୍ଥାନରେ ବର୍ଷା ଯୋଗୁଁ ପାରଦ ହ୍ରାସ ପାଇବା ଫଳରେ ପ୍ରବଳ ଶୀତ ହେବା ନେଇ କୁହାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆସନ୍ତା 3 ରୁ 4 ଦିନ ମଧ୍ୟରେ କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି, ଯାହାଦ୍ୱାରା ସେଠାକାର ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ବିଭାଗ ସୂଚନା ଅନୁଯାୟୀ ଝାଡ଼ଖଣ୍ଡରେ ହାଲୁକା ବର୍ଷା ହୋଇପାରେ। ସେହିପରି ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ସମେତ ଆଉ କିଛି ରାଜ୍ୟରେ ପ୍ରବଳ ଶୀତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଦେଶରେ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ ଯେ ଦେଶର ପୂର୍ବ ଏବଂ ମଧ୍ୟ ରାଜ୍ୟଗୁଡ଼ିକରେ ଅଧିକ ବର୍ଷା ହେତୁ ଥଣ୍ଡା ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ଦିନ ପାଇଁ 3ଟି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ଅଧିକ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ, ତେଣୁ ସେହି ରାଜ୍ୟରେ ଆଲର୍ଟ ମଧ୍ୟ ଜାରି କରାଯାଇଛି। ତେବେ ଏହି ବର୍ଷା ହେବା ନେଇ ଓଡ଼ିଶାକୁ ଭୟ ନଥିଲେ ବି କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି କୁହାଯାଇଛି। ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ 15ଟି ରାଜ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ବଢ଼ୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସମୟ ବଦଳାଇ ଦେଇଛନ୍ତି। ଏଥିସହିତ କିଛି ରାଜ୍ୟରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଜାନୁଆରୀ 13 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ସିକିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଅଧିକ କୁହୁଡ଼ି ପରିସ୍ଥିତି ଜାରି ରହିବ। ତେବେ ଏହିସବୁ ରାଜ୍ୟକୁ ଘନ କୁହୁଡ଼ି ଏବଂ ପ୍ରବଳ ବର୍ଷା ଯୋଗୁଁ ଆଲର୍ଟ କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ। ରାଜ୍ୟରେ ଥରହର କରୁଛି ଶୀତ ପ୍ରକୋପ। ଥଣ୍ଡାର ଜାଡ଼ରେ ଥରୁଛି ଓଡ଼ିଶାର ପ୍ରାୟତଃ ଅଧିକାଂଶ ଜିଲ୍ଲା। ତେବେ ପାଣିପାଗ ବିଭାଗ ଅନୁଯାୟୀ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବର୍ଷା ହେବା ନେଇ କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।